ଭାରତରେ ଦେଖାଦେଲା ଏଚ୍ଏମ୍ପିଭି। କର୍ଣ୍ଣାଟକର ବାଙ୍ଗାଲୋରରୁ 1 ବର୍ଷର କମ୍ ବୟସର 2ଟି ଶିଶୁଠାରେ ଏଚ୍ଏମ୍ପିଭି ଭାଇରସ୍ ଚିହ୍ନଟ ହୋଇଛି। ଜଣେ 3 ମାସର ଓ ଅନ୍ୟ ଜଣେ 8 ମାସର ଶିଶୁଠାରେ ପଜିଟିଭ୍ ଚିହ୍ନଟ ହୋଇଛି। ଏଚ୍ଏମ୍ପିଭିର ଫୁଲ୍ ଫର୍ମ ହେଉଛି ହ୍ୟୁମାନ୍ ମେଟାନିମୋ ଭାଇରସ୍। ହ୍ୟୁମାନ୍ ମେଟାନିମୋ ଭାଇରସ୍, ଏଠାରେ ପିର ସାଇଲେଣ୍ଟ ରହୁଛି। ପ୍ରଥମେ ଜାଣିବା ଏଚ୍ଏମ୍ପିଭିର ଲକ୍ଷଣ କ'ଣ। ଏଚ୍ଏମ୍ପିଭି ମଧ୍ୟ କରୋନା ଭାଇରସ୍ ପରି। ଯଦି ଦୀର୍ଘ ଦିନ ଧରି ଜ୍ୱର, ଥଣ୍ଡା, କାଶ ଲାଗି ରହିଛି, ନାକରୁ ପାଣି ବାହାରୁଛି, ଛାତି କିମ୍ବା ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏଚ୍ଏମ୍ପିଭିର ଲକ୍ଷଣ ହୋଇପାରେ ବା ନିମୋନିଆର ମଧ୍ୟ ଲକ୍ଷଣ ହୋଇପାରେ। ଏଚ୍ଏମ୍ପିଭି ଭାଇରସ୍ର ମେଡ଼ିସିନ୍ ଅଛି କି? ଏହାର ଆନ୍ସର୍ ହେବ ନା। ଏପର୍ଯ୍ୟନ୍ତ ଏଚ୍ଏମ୍ପିଭିର କୌଣସି ଭ୍ୟାକ୍ସିନ୍ କିମ୍ବା ମେଡ଼ିସିନ୍ ବାହାରି ନାହିଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଆମକୁ ନର୍ମାଲ ଥଣ୍ଡା ଜ୍ୱର ହେଲେ ଯେଉଁ ମେଡ଼ିସିନ୍ ଖାଇଥାଉ, ସେହି ମେଡ଼ିସିନ୍ ଆପଣମାନେ ଖାଇପାରିବେ। ଏବେ ଜାଣିବା କେଉଁମାନଙ୍କ ପାଇଁ ଅଧିକ ବିପଦ ରହିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ସାଧାରଣତଃ ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ପ୍ରତି ଅଧିକ ବିପଦ ରହିବ। 5 ବର୍ଷରୁ କମ୍ ପିଲାମାନଙ୍କୁ ଅଧିକ ସଂକ୍ରମଣ କରିବାର ଆଶଙ୍କା ରହିଛି। ଏଚ୍ଏମ୍ପିଭି ନ ହେବା ପାଇଁ ଆମେ କ'ଣ ସତର୍କତା ଅବଲମ୍ବନ କରିବା, ତାହା ଏବେ ଜାଣିବା। ଯଦି ଦୀର୍ଘଦିନ ଧରି ଜ୍ୱର, ଥଣ୍ଡା, କାଶ ଲାଗି ରହିଛି, ତେବେ ସର୍ବପ୍ରଥମେ ହେଳା ନ କରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସର୍ବଦା ମାସ୍କ ବ୍ୟବହାର କରନ୍ତୁ। ଯଦି ଜ୍ୱର, ଥଣ୍ଡା, କାଶ ଲାଗି ରହିଛି, ଅନ୍ୟମାନଙ୍କ ସହିତ ମିଳାମିଶା କରନ୍ତୁ ନାହିଁ କି ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ସାବୁନରେ ହାତ ଧୁଅନ୍ତୁ ଏବଂ ସାନିଟାଇଜର୍ ବ୍ୟବହାର କରନ୍ତୁ। ଯଦି କାଶ ହେଉଛି, କାଶିବା ସମୟରେ ରୁମାଲ ବ୍ୟବହାର କରନ୍ତୁ ଏବଂ ଗୋଟିଏ ରୁମାଲକୁ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ। ଆଶା କରୁଛି ଭିଡ଼ିଓଟିକୁ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଇନଫର୍ମେସନ୍ ଭଲ ଲାଗିଥିବ, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ଆଉ ଯଦି ଚ୍ୟାନେଲ୍ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।